ଆମର ପ୍ରଭୁ ମାନେ ଉଦାହରଣ ଦିଅନ୍ତି, ଯେମିତି ଆମ୍ବ ଗଛରେ ଅନେକ ଆମ୍ବ ଆସେ, ଏବେ ବଉଳ ଆସିଲାଣି, କିନ୍ତୁ କିଛି କିଛି ଆମ୍ବ ମାନେ ଛୋଟ କଷି ଅବସ୍ଥାରେ ପବନ ମାଡ଼ ଖାଇକି ଝଡ଼ି ପଡ଼ନ୍ତି। ଆଉ କିଛି ଆମ୍ବ ଟିକେ ବଡ଼ ହେଇଗଲା ପରେ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ମାନେ ତାକୁ ଛିଡ଼େଇ ଦିଅନ୍ତି। ଆଉ ଟିକେ ବଡ଼ ହେଇଗଲା ପରେ ପରିପକ୍व ହେଲା ପରେ ଆମ୍ବ କିଛି ଚୋର ମାନେ ଆସିକି ତାକୁ ଚୋରି କରିକି ନେଇ ଯାଆନ୍ତି, କିମ୍ବା ଯାହାର ଗଛ ମଧ୍ୟ ସେ କିଛି ଉତାରି ଦିଏ। କିନ୍ତୁ ଶେଷରେ ଗଛ ଗହଳି ଭିତରେ ଯେ ଲୁଚିକି ରହିଥାଏ, ବା ପବନ, ଝୁଙ୍କା, ଚୋର, ତସ୍କର, ପଶୁ ପକ୍ଷୀ, ହରି ବୋଲ, ସମସ୍ତଙ୍କର ପୀଡ଼ାରୁ ଯିଏ ବଞ୍ଚିକି ରହେ, ସେ ଶେଷକୁ କଣ ହୁଏ? ପାଚଲା ଆମ୍ବ ହୁଏ। ସେଥିପାଇଁ ଭକ୍ତି ମାର୍ଗ ସେଇ ଭଳିଆ। ପ୍ରତ୍ୟେକ ସମୟରେ ପ୍ରତ୍ୟେକ ପରିସ୍ଥିତିରେ ଆମେ ଅନେକ ପ୍ରକାର ଦୁଃଖ ସୁଖ ଭୋଗ କରୁଛେ। କାହା ଜୀବନରେ ଦୁଃଖ ନାହିଁ, ସୁଖ ନାହିଁ, କିନ୍ତୁ ତାକୁ ସହନ କରିକି ଆମେ ଯଦି ଆଗକୁ ଯିବା, ତାହେଲେ ଆମେ ପାଚିବା ପରିସ୍ଥିତିରେ ପରିପକ୍ୱତା ହାସଲ କରିବା।